ଭିଜନ ଓଡ଼ିଶା 2036 ଓ 2047 ଏହି ଆଧାରରେ ଆଜି ଭୁବନେଶ୍ୱରରେ ଯେଉଁ କର୍ମଶାଳା ଏଠି ଅନୁଷ୍ଠିତ ହେଇଛି, ଏ କର୍ମଶାଳାରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଏବଂ ବିଭିନ୍ନ ସଂସ୍ଥାର ତାଙ୍କର ଅଧିକାରୀବୃନ୍ଦ ଓଡ଼ିଶା ସରକାରରେ କାମ କରୁଥିବା ବରିଷ୍ଠ ଆଇଏଏସ୍ ଅଧିକାରୀ, ବିଭିନ୍ନ ଅଧିକାରୀବୃନ୍ଦ ଏବଂ ଏନଜିଓ ମାନଙ୍କର ମଧ୍ୟ ଯେଉଁମାନେ ହେଡ୍ ଅଛନ୍ତି ସେମାନଙ୍କର ସହିତ ରାଜ୍ୟ ସରକାରଙ୍କର ମନ୍ତ୍ରୀ ପରିଷଦର ବରିଷ୍ଠ ସଦସ୍ୟମାନେ ଏଥିରେ ଭାଗ ନେଇଥିଲେ ଏବଂ ବେସିକାଲି ଏଥିରେ ଯେଉଁମାନଙ୍କର ଏକ୍ସପିରିଏନ୍ସ ଅଛି, ଯେଉଁମାନେ କାମ କରିଛନ୍ତି, ଯେଉଁମାନେ ବୁଦ୍ଧିଜୀବୀ ଆକାରରେ ଅନେକ ସମୟରେ ମୂଲ୍ୟବାନ ପ୍ରସ୍ତାବ ସବୁ ଦିଅନ୍ତି, ତାକୁ ଆଧାର କରି ଆମେ ଯେଉଁ ପ୍ରସ୍ତାବ ଦେଲୁ ଯେ ଆମେ 2036ରେ କେମିତି ଓଡ଼ିଶାକୁ ଦେଖିବା, ଓଡ଼ିଶାର ସ୍ୱପ୍ନ କ'ଣ ରହିବ ଏବଂ ଏବଂ 2047ରେ ଆମର ଭିଜନ କେମିତି ରହିବ। ମୋଦିଜୀଙ୍କର ଯେଉଁ ସ୍ୱପ୍ନ ଅଛି ବିକଶିତ ଭାରତ ଦେଖିବା ପାଇଁ ଯେଉଁ ସଂକଳ୍ପ ନେଇଛନ୍ତି, ତାକୁ ଆମେ ଆମର ଭୂମିକା କେମିତି ରହିବ ଆଜ୍ ଏ ଗ୍ରୋଥ ଇଞ୍ଜିନ୍ ହିସାବରେ। ଆମକୁ ଗୋଟେ ବଡ଼ ସୁଯୋଗ ଆସିଛି, ଯେହେତୁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର 100 ବର୍ଷ ପୂରଣ ହେବ ଆଉ ତାହାର ପୂର୍ତ୍ତି ପାଳନ କରାଯିବ। ସେଥିପାଇଁ ନିଶ୍ଚିତ ଭାବରେ ତ ଆମକୁ ପ୍ରସ୍ତୁତ ହେବା ପାଇଁ ପଡ଼ିବ। ଇଏ ପ୍ରସ୍ତୁତ ଆମକୁ ଆଗାମୀ ଦିନରେ 2047 ପାଇଁ ନିଶ୍ଚିତ ଭାବରେ ଗ୍ରୋଥ ଇଞ୍ଜିନ୍ର ଭୂମିକାକୁ ସ୍ପିଡ୍ରେ ଆମକୁ ନେଇପାରିବ। ଆଉ ସେଥିପାଇଁ ବିଭିନ୍ନ ପ୍ରକାରର ପ୍ରସ୍ତାବ ଆଗରୁ ବି ଆସିଥିଲା, ମେଲ୍ରେ ଆସିଥିଲା। 3,20,000 ଲୋକ ପ୍ରସ୍ତାବ ବି ଦେଇଥିଲେ। ବିଧାୟକ, ସାଂସଦ, ବିଭିନ୍ନ ସ୍ତରର ଜନପ୍ରତିନିଧି ସମସ୍ତଙ୍କର ପ୍ରସ୍ତାବ ଆଗରୁ ଆସିଥିଲା ଏବଂ ବର୍ତ୍ତମାନ ଯେଉଁ ଆମେ ଡ୍ରାଫ୍ଟ ପ୍ରସ୍ତୁତ କରିଛୁ ଶେଷ ପର୍ଯ୍ୟାୟରେ ଆସିକି ଆମେ ବି ପହଞ୍ଚି ଗଲୁଣି। ଆଉ ସେଥିପାଇଁ ଆଜିର ଏହି ଆବଶ୍ୟକତାକୁ ଆମେ ଏବଂ ସମ୍ପୂର୍ଣ୍ଣ ଭାବରେ ଏହାକୁ ଏ ଯେଉଁ ଆମର ଭିଜନକୁ ଆମେ ତାକୁ ସମ୍ପୂର୍ଣ୍ଣ କରିବା ପାଇଁ ଏ ସ୍ତରରେ ଆସିଛୁ। ଏଥିରେ ସବୁ ପ୍ରକାରର ସେକ୍ଟରକୁ ଏବଂ ଓଡ଼ିଶା 2036ରେ ଅର୍ଥନୈତିକ ଦୃଷ୍ଟିକୋଣରୁ ଶକ୍ତିଶାଳୀ ହେବ ଏବଂ ସେଥିପାଇଁ $500 ବିଲିୟନ ଆମେରିକୀୟ ଡଲାରର ଅଧିକାରୀ ହେବ। ସେହି ଆଧାରରେ ଯଦି ଆମେ ପ୍ରୋଗ୍ରେସ କରିବୁ ତାହେଲେ 2047ରେ $1.5 ଟ୍ରିଲିୟନ ଆମେରିକୀୟ ଡଲାରର ଅର୍ଥର ଅଧିକାରୀ ହେବ। ଅର୍ଥାତ୍ ଓଡ଼ିଶା ଭାରତ ବର୍ଷରେ ଅର୍ଥନୈତିକ ଦୃଷ୍ଟିକୋଣରୁ ଶ୍ରେଷ୍ଠ 5ଟି ରାଜ୍ୟ ଭିତରେ ସ୍ଥାନିତ ହେବ। ଆଉ ଏ ଚ୍ୟାଲେଞ୍ଜକୁ ଆମେ, ଏ ସଂକଳ୍ପକୁ ଆମେ ନିଶ୍ଚିତ ଭାବରେ ସାକାର କରିବୁ। ଆଉ ସେଥିପାଇଁ ସରକାରୀ ସ୍ତରରେ, ବେସରକାରୀ ସ୍ତରରେ ସମସ୍ତଙ୍କର ପ୍ରସ୍ତାବକୁ ସଂକଳିତ କରିକି ଆମେ ଯେଉଁ ଆମେ ଦସ୍ତାବିଜ ତିଆରି କରୁଛୁ ତାହା ନିଶ୍ଚିତ ଭାବରେ ଆଗାମୀ ଦିନରେ ଫଳପ୍ରଦ ହେବ। ଆଜି ବହୁତ ମୂଲ୍ୟବାନ ପ୍ରସ୍ତାବ ସମସ୍ତ ବରିଷ୍ଠ ନେତୃମଣ୍ଡଳୀ ଏବଂ ଯେଉଁମାନେ ଏଥିରେ ଜନପ୍ରତିନିଧି ସମସ୍ତଙ୍କ ସହିତ ବିଭିନ୍ନ ପୂର୍ବତନ ପ୍ରଶାସନିକ ଅଧିକାରୀ ଏବଂ ବିଭିନ୍ନ ବର୍ଗର ସମସ୍ତେ ଏଥିରେ ଭାଗ ନେଇଥିଲେ। ଏଣୁ ମୁଁ ଆଶା କରିବି ନିଶ୍ଚିତ ଭାବରେ ଯେଉଁ କାର୍ଯ୍ୟକ୍ରମ ଆଜି ଆମେ ହାତକୁ ନେଇଛୁ, ଓଡ଼ିଶା ଲୋକଙ୍କୁ କିଭଳି ଭାବରେ ଆମେ ଅର୍ଥନୈତିକ ଦୃଷ୍ଟିକୋଣରୁ ଆମେ ସେମାନଙ୍କୁ ଆଗକୁ ନେବା ସହିତ ଆମର ଭିତ୍ତିଭୂମି ବେସିକାଲି ସ୍ୱାସ୍ଥ୍ୟ କ୍ଷେତ୍ରରେ, ଶିକ୍ଷା କ୍ଷେତ୍ରରେ ଏବଂ ନିଯୁକ୍ତି କ୍ଷେତ୍ରରେ ପ୍ରାଧାନ୍ୟ ଦେଇକି ଆମେ ଯେତେବେଳେ 2036ର ସମୃଦ୍ଧ ଓଡ଼ିଶାକୁ ଆମେ ଦେଖୁଛୁ, ସେତେବେଳେ କୌଣସି ଗାଁରେ ରାସ୍ତା ସଂଯୋଗର ଗ୍ୟାପ୍ ନଥିବ ଏବଂ ମୌଳିକ ସମସ୍ୟାଗୁଡ଼ିକ ପିଇବା ପାଣି ଏବଂ ବିଜୁଳି, ବିଦ୍ୟାଳୟଟିଏ, ଡାକ୍ତରଖାନାଟିଏ
आउ कमी नथिबो ताकू आधार करिकरी आमे जो गोटे बहुत बड़ लक्ष्य निकी जाऊँ निश्चित भाव हासिल करि पारिबु।